ଆଜିର ଧାରଣା ଆମର ମାରାଙ୍ଗୁରୁ ଜାହେରାୟ ମନେକତୁରୁଇକୁ ଯେଉଁମାନେ ସେମାନଙ୍କୁ ଚୋରି କରିଛନ୍ତି, ଯେଉଁମାନେ ଫୋପାଡ଼ିଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ, ସେମାନଙ୍କୁ ଚିହ୍ନଟ କରିବା ପାଇଁ ସିବିଆଇ ତଦନ୍ତ କରିବା ପାଇଁ ହେଉଛି ଆଜିର ଧାରଣା। ଏବଂ ଆଜିର ଧାରଣା ମାଧ୍ୟମରେ ମୟୂରଭଞ୍ଜର ଜିଲ୍ଲାପାଳ ମାର୍ଫତରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମେ 3 ଦଫା ଦାବି ପତ୍ର ଆମେ ପ୍ରଦାନ କରିଛୁ। ଦାବି ଗୁଡ଼ିକ ମଧ୍ୟରୁ ହେଉଛି 1 ନମ୍ବର ଯେ ଭାରତ ହେଉଛି ଧର୍ମ ନିରପେକ୍ଷ ରାଷ୍ଟ୍ର। এই ଭାରତରେ ଆଜି ପର୍ଯ୍ୟନ୍ତ 6ଗୋଟି ଧର୍ମକୁ ସାମ୍ବିଧାନିକ ମାନ୍ୟତା ଆର୍ଟିକଲ 25 ଅନୁସାରେ ଦିଆଯାଇଛି, କିନ୍ତୁ କାହିଁକି ଆଜି ପର୍ଯ୍ୟନ୍ତ ଆମର ପ୍ରକୃତି ପୂଜକ ଆଦିବାସୀ ମାନଙ୍କର ଯେଉଁ ସାରନା ଧର୍ମ କାହିଁକି ଆଜି ପର୍ଯ୍ୟନ୍ତ ସାମ୍ବିଧାନିକ ମାନ୍ୟତା ଦିଆଯାଇ ନାହିଁ? ଆମେ 1 ନମ୍ବର ଦାବିରେ ରାଷ୍ଟ୍ରପତିଙ୍କୁ କହିଛୁ ଯେ 1 ମାସ ଭିତରେ ଆମର ସାରନା ଧର୍ମ କୋଡ୍ आर्टिकल 25 अनुसारे सांविधानिक मान्यता प्रदान करी 2021-27 जनगणना आमर कलम कोड को सामिल करा जाओ एवं भारत जो प्रकृति पूजक आदिवासी माने रहिसंती से माननको धार्मिक परिचय प्रदान करा जाओ एवं